ଜୟ ଶ୍ରୀରାମ। ଇତିହାସର ସବୁଠାରୁ ବଡ଼ ଦୁଇଟି ବାକ୍ୟ ଯାହାକି ବିଶ୍ୱବୃକ୍ଷ ଭଳି ସନାତନ ଧର୍ମର କ୍ଷତି କରିଛି, ତାକୁ କୁହାଯାଏ ସର୍ବଧର୍ମ ସମାନ, ଯାହାକି ସମ୍ପୂର୍ଣ୍ଣ ମିଛ କଥା। କୌଣସି ଧର୍ମ କେବେ ନିଜ ନିଜ ଭିତରେ ଘୃଣା ସୃଷ୍ଟି କରେ ନା, ଏହା ବି ମିଛ। କାରଣ ଯଦି ଏହା ସତ୍ୟ ହୋଇଥାନ୍ତା ଆମ ବେଦ ପୁରାଣରେ ନିହାତି ଶାସ୍ତ୍ର ଭିତରେ କଥା ଥାନ୍ତା। ମୁନି ଋଷିମାନେ କ'ଣ ଜାଣିନଥିଲେ ଏସବୁ କଥା? ସେ କାହିଁ ଲେଖିନଥିଲେ? ଏଇଟା ଭାବିବାର ବିଷୟ। ଆମ ପୂର୍ବପୁରୁଷମାନେ ଏଇ ଭୁଲ କରିଛନ୍ତି ଯେ ବେଦ ପୁରାଣ ଯାହା, ବାଇବେଲ କୁରାନ ସେଇଆ, ଯାହାକି ଭୁଲ କଥା। ସେଥିପାଇଁ ଅଖଣ୍ଡ ପଞ୍ଜାବ ରଣଧୀର ସିଂ ରଜା ଥିଲେ, ସେ ଚାହିଁଥିଲେ ସମସ୍ତ ଶିଖ ଯେଉଁମାନେ ମୁସଲମାନ ହେଇଥିଲେ ତାଙ୍କୁ ସବୁ ସେମାନେ ଶିଖ କରିପାରିଥାନ୍ତେ। ଛତ୍ରପତି ଶିବାଜୀ ମହାରାଜ ଯଦି ଚାହିଁଥାନ୍ତେ 10 ଦିନ ଭିତରେ ଯେତିକ ଇଏ ହେଇଥିଲା, ଲୋକ ମୁସଲମାନ ହେଇଥିଲେ, ଅଖଣ୍ଡ ଭାରତର ଶାସକ ଥିଲେ, ତାଙ୍କ ଆଗରେ ଠିଆ ହେବା ପାଇଁ ଲୋକ ନଥିଲେ। ସେ ଚାହିଁଥିଲେ ତାକୁ ବନ୍ଦ କରିପାରିଥାନ୍ତେ, ସମସ୍ତେ ସନାତନ ଧର୍ମକୁ ଫେରାଇ ଆଣିପାରିଥାନ୍ତେ। କିନ୍ତୁ ଏ ଭୁଲ କଲେ। ସେ ହରି ସିଂଙ୍କ କଥା ତ ଆପଣ ଜାମ୍ମୁ କାଶ୍ମୀର କଥା ଜାଣିଛନ୍ତି। ତେଣୁ କଥା ହେଉଛି ଆଉ ଗୋଟେ କଥା, 1805 ମସିହାରେ ପଣ୍ଡିତ ନନ୍ଦରାମ ଟିକୁ, ନନ୍ଦ ଟିକୁ ତାକୁ କୁହନ୍ତି, ପ୍ରଧାନମନ୍ତ୍ରୀ ଥିଲେ ଆଫଗାନିସ୍ତାନ ଯେଉଁଟାକି ମାନେ ଥିଲା ଗାନ୍ଧାର ରାଜ୍ୟ, କାନ୍ଦାହାର କହୁଛନ୍ତି, ସେଟା ଗାନ୍ଧାରର ରାଜଧାନୀ। ସେ ଚାହିଁଥିଲେ 10 ବର୍ଷ ଭିତରେ ସମସ୍ତଙ୍କୁ ଫେରାଇ ଆଣିବା ପାଇଁ, କିନ୍ତୁ ତାଙ୍କୁ ଗୋଟେ ହଜେଇ ଦିଆଗଲା।